ଭୁବନେଶ୍ୱରର ଖଣ୍ଡଗିରି ପାଖେ ରହିଥିବାର ଅମୃତ ସାନ୍ଦାନମ୍ କ୍ଲିନିକ୍ ଠାନେ ବୈଦ୍ୟରାଜ ସୁବାସ ନାୟକ ଯିଏକି ହରିଦ୍ୱାରରୁ ଆସୁଛନ୍ ପ୍ରତ୍ୟେକ ମାସର ପ୍ରଥମ ରବିବାର ଆଉ ସୋମବାର ରୋଗୀମାନକେ ପରାମର୍ଶ କରୁଛନ୍। ଅନେକ ଦୂରିଆରୁ ରୋଗୀମାନେ ଆସୁଛନ୍ ଇନ ଆଜ୍ଞାଙ୍କର ସାଙ୍ଗେ ସାକ୍ଷାତ କରୁଛନ୍ ଆଉ ନିଜର ଅସୁବିଧା କହିବାର୍ ସାଙ୍ଗେ ସାଙ୍ଗେ ଆୟୁର୍ବେଦ ବିଷୟରେ ଜାନୁଛନ୍। ଅନେକ ଗୁଡ଼ାଏ ଔଷଧ ନେଇକରି ଯାଉଛନ୍ ଆଉ ଅଧିକାଂଶ ଲୋକ ଇ ଜାଗାରୁ ଆରୋଗ୍ୟ ଲାଭ କରବାର ନଜିର ରହିଛି। ରୋଗୀମାନଙ୍କର ନାଡ଼ି ଦେଖବାର୍ ସାଙ୍ଗେ ସାଙ୍ଗେ ସବୁ ପ୍ରକାର କଥାବାର୍ତ୍ତା ପଚରାଇ କରି ଔଷଧ ଦଉଛନ୍। ନିଜର ମ୍ୟାନୁଫ୍ୟାକ୍ଚର ଦ୍ୱାରା ନିଜର ତଦାରଖରେ ତିଆରି କରାଯାଉଥିବାର ସମସ୍ତ ପ୍ରକାର ଆୟୁର୍ବେଦିକ ଔଷଧି ଇ ଜାଗାରେ ମିଲିପାରସି। ଜୀବନଶୈଳୀ ବଦଳାବାରଟା ଆର୍ ବି ଅନେକ କିଛି। ଆସୁନ୍ ପହଲା ଜଣେ ଆଜ୍ଞାଙ୍କର ରିଜଲ୍ଟ ଶୁଣବା। ପରିଚୟ ଦେବେ? ତ୍ରିଲୋଚନ ଭୋଇ, ବାଲେଶ୍ୱରରୁ ମୁଁ ଆସିଛି। କ'ଣ ସମସ୍ୟା ଥିଲା ସାର୍ ଆପଣଙ୍କର? ମୋର ଏଇ ଜିଭ ସାଇଟରେ ଘା ହେଇଥିଲା। ମୁଁ ପ୍ରଥମେ ଆସିକି ଟ୍ରିଟମେଣ୍ଟ ହଉଥିଲି, ଧୀରେ ଧୀରେ କମୁଛି। 3 ମାସ ହେଲା ଟ୍ରିଟମେଣ୍ଟ ହେଲିଣି। ଆଉ ଆଗରୁ ଅନ୍ୟ ଜାଗାରେ ଟ୍ରିଟମେଣ୍ଟ ହଉଥିଲେ ସାର୍? ଆଗରୁ ମୁଁ ଏଲୋପାଥିର ଟ୍ରିଟମେଣ୍ଟ ହେଇଛି। କିଛି ଫଳ ମିଳିଥିଲା ସେଠି? ସେଠି ଫଳ ନ ମିଳିବାରୁ ଏଠି ମୁଁ ୟୁଟ୍ୟୁବରେ ଦେଖିଲା ପରେ ଆସିକି ଏଇ ଗୋଟେ 3 ଥର ଥାର୍ଡ ଚାନ୍ସରେ ମେଡିସିନ ନେଉଛି। ଆଉ ରାଜଧାନୀ ଭୁବନେଶ୍ୱର ଭଳିଆ ଜାଗାକେ ଇ ଜାଗାର ସନ୍ଦେଶ ପାଇକରି ଆୟୁର୍ବେଦର ଚମତ୍କାରିତା ଉପରେ ଲୋକମାନଙ୍କର ବିଶ୍ୱାସ ଅଛେ ବୋଲିକରି ପ୍ରତ୍ୟେକ ମାସର ପ୍ରଥମ ରବିବାରରୁ ସୋମବାର ଯେନ୍ ଡକ୍ଟର ସୁବାସ ନାୟକ ଦେଖୁଛନ୍ ହଜାର ସଂଖ୍ୟାରେ ଭିଡ଼ ଦେଖବାର୍କେ ମିଲୁଛେ। ଆପଣମାନେ ବି ଦେଖୁନ୍ କେତେ ସୁନ୍ଦର କେତେ ଶୃଙ୍ଖଳିତ ଭାବେ ଇ ଜାଗାରେ ଔଷଧ ତିଆରି କରାଯାଉଛେ ଆଉ ଔଷଧ ସେବନ ବିଧି ବିସ୍ତାର ରୂପେ ରୋଗୀମାନକେ ବତାଯାଉଛେ। ଆଉ ବିଶେଷ କରି ପ୍ରତ୍ୟେକ ଲୋକଙ୍କର ଇଟା ହିଁ କହିବାର କଥା ଯେ ବୈଦ୍ୟରାଜ ସୁବାସ ନାୟକଙ୍କର କଥାବାର୍ତ୍ତା ପରାମର୍ଶ କରବାର ଶୈଳୀ ନିଶ୍ଚିତ ରୂପେ ସମସ୍ତଙ୍କର ମନକେ କିଣି ନେଇ ପାରୁଛେ। ଆସୁନ୍ କେନ୍ତା ରୋଗୀ ସାଙ୍ଗେ କଥାବାର୍ତ୍ତା ହଉଛନ୍ ଟିକେ ଦେଖମା। ଅନେକ ଅସାଧ୍ୟ ରୋଗ ବି ଭଲ ରହିବାର ନଜିର ରହିଛି। ଆସୁନ୍ ସେମିତିଆ ଗୋଟେ ରିଜଲ୍ଟ ଶୁଣମା। ଜଣେ ମ୍ୟାଡ଼ାମଙ୍କର କେତେ ସୁନ୍ଦର ରିଜଲ୍ଟଟେ ହେଇଛି। ମ୍ୟାଡ଼ାମ ଟିକେ ଆପଣଙ୍କର ପରିଚୟ ଦେବେ? କେତେ ଥର ଆସିଲେଣି ଏଠି? 3-4 ଥର ଆସିଲେଣି। କ'ଣ ସମସ୍ୟା ଥିଲା ମ୍ୟାଡ଼ାମ? ସ୍ପାଇନ୍ ଅପରେସନ ହେଇଥିଲା। ତ ସାର୍ କ'ଣ କହିଲେ ଆଉ କ'ଣ ପାଇଛନ୍ତି ଆପଣ ଏଠି ଆସିକିରି? ଏଠି ଆସିକି ବହୁତ ପାଇଛି। ସାର୍ ପୁରା ନ ଦେଖିକି ବି ମେଡିସିନ ସେ ଦେଇଛନ୍ତି ଭିଡିଓ କଲିଂରେ। ଆଉ ମୋର ବି ଭଲ ହେଇଛି। ଆର ସପ୍ତାହ ହେଲା ଟିକେ ଗୁଡ଼ ଝିମଝିମି ହେଲେ ଯେମିତି ସାର୍ କହିଲେ ଆଉ ଦେଖା କରିବା ପାଇଁ ସବୁ ଆସିନଥିଲି ତ, ମତେ ବି ଦେଖିନାହାନ୍ତି ସାର୍। ମୁଁ କହିଲି ନା ମୁଁ ଏଥର ଯିବି ସାର୍, ମୁଁ ନିଜେ ଦେଖା କରିକି ଆସିବି। ଅନ୍ୟ ଯୋଉ ରୋଗୀମାନେ ବା ଲୋକମାନେ ଦେଖୁଛନ୍ତି ଆମର ଭିଡିଓ କ'ଣ କହିବା ପାଇଁ ଚାହିଁବେ ସାର୍ଙ୍କ ବିଷୟରେ ହଉ ଆମର ଆୟୁର୍ବେଦ? ବହୁତ ଭଲ କହିବି, ଯାଆନ୍ତୁ ସାର୍ଙ୍କୁ ଥରେ ଦେଖା କରିକି ଆସନ୍ତୁ, ତାପରେ ଦେଖିବେ ଆପଣଙ୍କୁ ଯଦି ଭଲ ଲାଗୁଥିବ ଯିବେ, ନହେଲେ ନାହିଁ। ସାର୍ ପାଖକୁ ଥରେ ଯାଆନ୍ତୁ, ଦେଖିକି ଆସନ୍ତୁ। ସାର୍ଙ୍କ ବ୍ୟବହାର ଆଚାର ବହୁତ ଭଲ ଲାଗିବ ଯେ ମାନେ ରୋଗ ଭଲ ହେଇଯାଉଛି ତାଙ୍କ କଥା ପଦେ କଥାରୁ। ଏତିକି ତ ହିଁ ମାନେ ପେସେଣ୍ଟ ମାନଙ୍କର। ନମସ୍କାର। ୱେଲକମ୍ ଟୁ ଅମୃତ ସନ୍ଧାନମ୍ ଭୁବନେଶ୍ୱର କ୍ୟାମ୍ପକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଭଉଣୀ ଅଛନ୍ତି ତାଙ୍କର ସାଇନୋଭିଆଲ ସାର୍କୋମା। ଏଇଟା ବହୁତ ଟିପିକାଲ ଟାଇପ୍ର କ୍ୟାନ୍ସର ଓ ସେମାନଙ୍କୁ ତାଙ୍କର ମେଟାଷ୍ଟାଟିକ୍ ଥିଲା ପୁରା ବଡି। ଆମେ ସେ ଭିଡ଼ିଓ କଲ୍ ମାଧ୍ୟମରେ ତାଙ୍କର ମେଡ଼ିସିନ ଷ୍ଟାର୍ଟ ହେଇଥିଲା। ମେଡ଼ିସିନ ଏବେ ପ୍ରାୟ ଠିକ୍ ଅଛି। ତାଙ୍କ ସ୍ପାଇନାଲ ପାଖରେ ଗୋଟେ ଏବେ ଅଛି, ତାଙ୍କର ରେଡି ଅଛି। ଆପଣ କୌଣସି ଷ୍ଟେଜ୍ ବି କ୍ୟାନ୍ସର ହଉ ଆୟୁର୍ବେଦ ମାଧ୍ୟମରେ ଆମେ ଶରୀରକୁ ବଞ୍ଚେଇବା ପାଇଁ ହେଲ୍ପ କରିପାରିବା। ମୁଁ ଗୋଟେ କଥା କହୁଛି, ଆପଣ ଯେଉଁ ବି ଟ୍ରିଟମେଣ୍ଟ ନେଉଛନ୍ତି ନିଅନ୍ତୁ, ଆପଣ ଲାଇଫ୍ ଜୀବନ ସର୍ବ କରି ଆମେ ଆୟୁର୍ବେଦ ମାଧ୍ୟମରେ ତାଙ୍କର ବେଟର କ'ଣ କରିପାରିବା, ସେଥିପାଇଁ ଅମୃତ ସନ୍ଧାନ ବିଗତ 30 ବର୍ଷ ଲାଗି ରହିଛି। ମର୍ଣ୍ଣିଂରେ ଏବେ ପେଟ୍ ସ୍କାନ୍ ଲଗଭଗ ଠିକ୍ ଅଛି, 1-2ଟା ଜାଗା ଛାଡ଼ିଦେଲେ ସେଟା ବହୁତ ବଡ଼ ଆଚିଭମେଣ୍ଟ। ଏଇଟା ଆୟୁର୍ବେଦରେ ବି ସମ୍ଭବ ହୁଏ। ଆଉ ଆଲୋପାଥିକ୍ ହିସାବରେ ଟିକେ ପଡ଼ିଲା ପରେ ଲାଷ୍ଟ ଷ୍ଟେଜ୍ରେ ସେମାନେ ନେଗେଟିଭ୍ କଥା କହନ୍ତି, ତମର ଏଇଟା ହବ ସେଟା ହବ। ସେମିତି ନୁହେଁ, ଆପଣ ନିୟମିତ ଭାବେ ହେଲ୍ଦି ଦିନଚର୍ଯ୍ୟା ଋତୁଚର୍ଯ୍ୟା ଖାଇବା ପିଇବା ଠିକ୍ ଆୟୁର୍ବେଦ ମେଡ଼ିସିନ ଦ୍ୱାରା ଶରୀରକୁ ସୁସ୍ଥ କରିକି
जो भी ट्यूमर अच्छी कि लिजन्स अच्छी ताकू कंट्रोल करि पारिबा, हीलिंग करि पारिबा, ठीक करिबा। धन्यवाद सर।